ଦାଦନ ଦେବା ଦ୍ୱାରା ରାଜ୍ୟ ସରକାର ବୁଝନ୍ତିନି କିଛି କୋଉଠି କାମ ହବ କ'ଣ ହବ ରାଜ୍ୟ ସରକାର ତା ଉପରେ କେବେ ତର୍ଜମା କରିନାହାନ୍ତି କି ବୁଝିବା ପାଇଁ ପ୍ରସ୍ତୁତ ନୁହନ୍ତି। ଦାଦନ ସୀମା ବଢ଼ିଲାଣି। ଏଇଟା ତ ଦେଇଛନ୍ତି ଖାଲି କାଗଜ ପତ୍ରରେ ଦେଇଛନ୍ତି ଦାଦନ 20,000 22,000 ବଢ଼ିଛି କିନ୍ତୁ ଦୁର୍ଭାଗ୍ୟ ଲକ୍ଷ ଲକ୍ଷ ଦାଦନ ବଢ଼ିଛନ୍ତି। ଆଉ ଗୋଟେ କଥା ରହିବ ଯେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଗୋଟେ ଅପିଲ କରିଛନ୍ତି ସରକାରଙ୍କୁ ଯେଉଁଭଳି ଭାବେ ମିଡିଲ ଇଷ୍ଟରେ ଯୁଦ୍ଧ ଚାଲିଛି ଯେଉଁ ଓଡ଼ିଆ ଲୋକମାନେ ଫସି ରହିଛନ୍ତି ସେମାନଙ୍କୁ କିଭଳି ଭାବେ ଅଣାଯାଉ ଦାବି କରୁଛନ୍ତି ଏହାକୁ ଆପଣ କ'ଣ କହିବେ? ଏ ଦାବି ନିଶ୍ଚିତ ଭାବରେ ଯେଉଁ ଓଡ଼ିଆ ଲୋକମାନେ ରହିଛନ୍ତି ବିଭିନ୍ନ ଦେଶରେ ତାଙ୍କୁ ଆଣିବାର ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ଯେଉଁ ଓଡ଼ିଆ ଭାଇମାନେ ରହିଛନ୍ତି ବାହାରେ ବିଦେଶରେ ରହିଛନ୍ତି ତାଙ୍କୁ ଆଣିବା ପାଇଁ ତାର ବନ୍ଦୋବସ୍ତ କରନ୍ତୁ। ସ୍ପେଶାଲ ଫ୍ଲାଇଟ୍ରେ ତାଙ୍କୁ ଅଣାଯାଉ। ସରକାର ଏ ନେଇ ପଦକ୍ଷେପ ନେବାକୁ ଆପଣ ସରକାରଙ୍କୁ ଅନୁରୋଧ କରୁଛୁ, ଜବରଦସ୍ତ ବି କହୁଛୁ, ଅନୁରୋଧ କରୁଛୁ, ଦାବି କରୁଛୁ ତୁରନ୍ତ ଓଡ଼ିଆ ଭାଇମାନଙ୍କୁ ଅନ୍ୟ ରାଜ୍ୟରୁ ଅଣାଯାଉ।